नारायणं नमस्कृतं नरं चैव नरोत्तमं देवीं सरस्वती व्यास ततो जयमुद्रे वेदे रामायण चैव पुराणे भारते तथा आदौ चान्ते च मध्ये च हरि सर्वत्र गीयते नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताख्यं नमामि रामं रघुनन्दनाख्यं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष रामनारायण की जय। दश दिगपाल की जय। 33 कोटी देवता को जय। झंकड़वासिनी माँ शारदा को जय। मोर प्रिय श्रोताबंधु मान को जय। मोर प्रिय श्रोताबंधु आपण मानक नमस्कार करी आरंभ करिया जाऊँ ये धारावाहिक संपूर्ण रामायण कथा। आपण माने दयाकरी संपूर्ण शुणवे वीडियो को टे सब्सक्राइब करेंगे लाइक टे करेंगे। ये पुण्यमय कथा केवल उद्धार हवा बाट गोटे आम जदि रामायण कथा श्रवण करवा महापापर उद्धार हवा जी पाप थी गंगा नदी में धोईला बड़ी सब धोई आम पुण्य अर्जन कर वैकुंठ को जीवा लक्ष्य या आपण मैंने आज शुणवे मर्यादा पुरुष राम किमितिका सत्य धर्म मार्ग रे न्यायटा किमिति कले से सत्य धर्म आधारित से न्याय आपण माने शुणा तो आश्चर्य लगे कमेंट बॉक्स में लिखिने सत्यासत्य आम दबा। दीज पक्षी गुद्र पक्षी आ लुक पक्षी तांकर बयस आप शुणिने आपको आश्चर्य लगे। हाँ से बाट पर्यंत कथा जाओ आपण मैंने धैर्य सहकार संपूर्ण शुणवे मुक्ति हो आप एक कथा मिछ नुहे शास्त्र लिखाई। गोटे बण जो बण जंगल जहाँ कहते सुंदर बन अति सुंदर देखा भारी सुंदर भल स्वादु फल अच्छी बासयुक्त फूल से बणरे अच्छी से बणर मझे मझे गोटे गछ अच्छी बहुत गछ अच्छी कि गोटे गछरे गोटे पक्षी बसा करथिला आ से चारिपिटी उच्चा पर्वत भारी सुंदरिया पर्वत झरणा जल जमी आपण मैंने झरणार जल देखि भारी भी सुंदर देखा निर्मल जल से गछरे बुल्लुक पक्षी गोटे ता बयस कथा आपण मैंने टिके पर शुणवे। उल्लुक पक्षी गोटे बसा करथिला बण जंगल जागा भालू अच्छा से तो गछ पर बसा कर तेणु बहुत काल पाखापाखि सृष्टि आरंभ काल ब्रह्मादेव जो सृष्टि कले जो वृक्ष लता पृथ्वी की सृष्टि कले
ଆପଣମାନେ ଆଗକୁ ଶୁଣିବେ ପୃଥିବୀ କେମିତି ତିଆରି ହେଲା, ପ୍ରଥମେ କିଏ ଜନ୍ମ ହେଲେ ଶୁଣିବେ। ବର୍ତ୍ତମାନ କାରଣ ଯେଉଁ ଡବଲ ହେଇଯିବ, ସମୟ ବେଶୀ ଲାଗିବ। ଉଲ୍କ ବାସ କରିକି ବହୁତ ଦିନ ଥିଲା। ସେ ଗୁଧ୍ର କିଏ ବି ଆପଣ ପ୍ରକୃତରେ ଜାଣିବେ। ସେଗୁଡ଼ା ଦିନେ ହଠାତ୍ ଗୁଧ୍ର ପକ୍ଷୀଟି ଆଇଲା, କହିଲା ଆରେ ମୋ ଘରେ କ'ଣ ରହିଛୁ? ଉଲ୍କ କହିଲା ମୁଁ ତ ମୋ ପିଲାଦିନରୁ ଏଠି ରହିଛି, ମୁଁ ତ ତୁମକୁ କାହିଁ ଦେଖିନି। କହିଲା ମୁଁ ତା ପୂର୍ବରୁ ରହିଛି। ଦୁଇ ଜଣଙ୍କ ଭିତରେ କଳି ଆରମ୍ଭ ହେଲା। ସେ କଳି ଆଉ ଛିଡ଼ିଲାନି, ଇଏ ତାକୁ ମାରିଲା, ସିଏ ତାକୁ ମାରିଲା। ଆଉ ଦୁଇ ଜଣଙ୍କ ଭିତରେ ଯେତେବେଳେ ନ ଛିଡ଼ିଲା, ଦୁଇ ଜଣ ଯାକେ କହିଲେ ଆଉ ଆମ ଦୁଇ ଜଣଙ୍କ ଭିତରେ ସେ ଛୁଡ଼ି ନୁହେଁ, ଏ ଘରେ ରହିବ କିଏ? ତାହେଲେ ବର୍ତ୍ତମାନ ତ ଧର୍ମବନ୍ତ ରାଜା ରାମଚନ୍ଦ୍ର, ତାଙ୍କରି ପାଖରେ କଥାଟା ପକେଇବା। ଯାହା ହେବ ସେ ଯାହା କହିବେ ସିଏ ମାନି ନେବା। ଉଭୟ ମାନିଲେ। ଓଡ଼ିକା ଗଲେ, ଦୁଇ ଜଣ ଯାକ ନିୟମ କରିକି ଯାଇଛନ୍ତି। ମର୍ଯ୍ୟାଦା ପୁରୁଷ ରାମ ଯାହା କହିବେ ତାକୁ ଦୁଇ ଜଣ ଯାକେ ସମ୍ମତ କରିବେ। ଉଲ୍କ ମନରେ ଭୟ ନଥାଏ, କାହିଁକିନା ସେ ସତ୍ୟବାଦୀ, ସେ ସତ କହୁଛି। ଗଲେ ଯାଇକି ପହଞ୍ଚିଲେ। ପକ୍ଷୀକୁ ବା ଅଟକେଇବ କିଏ? ତ ଉଡ଼ିକା ଚାଲିବେ। କେଉଁ ଗେଟ୍ ତାଙ୍କର ଦରକାର ନା ଗେଟ୍ ଖୋଲିବା ଦରକାର ନା ଜରି କହିବା ଦରକାର। ଯାଇକି ପହଞ୍ଚିଗଲେ। ଏଇଟା ଥଣ୍ଟ ଲଗେଇ ନମସ୍କାର କଲେ। ଆପଣମାନେ ଶ୍ରୋତାବନ୍ଧୁ ଜାଣିଥିବେ, ସତ କହିବା ଲୋକ ଟିକେ ନୀରବରେ ଥାଏ, ମିଛ କହିବା ଲୋକ ଟିକେ ଚଙ୍ଗଚଙ୍ଗ ହୁଏ। ଆଗେ ଗୁଧ୍ର ଆରମ୍ଭ କରିଦେଲା। ଯେତେ ପର୍ଯ୍ୟନ୍ତ ଆପଣ ଧର୍ମବନ୍ତ ରାଜା, ନ୍ୟାୟବନ୍ତ ରାଜା, ଗୁଣବନ୍ତ ରାଜା, ତେଜବନ୍ତ ରାଜା, ଆପଣ ତେଜ ଅଗ୍ନିଠାରୁ ଅଧିକା, ଏଇ ରକମ ଯେତେ ପ୍ରକାର ଥାଏ, କହିନି ସବୁ କହିନି। ଶ୍ରୋତାବନ୍ଧୁ ଭିଡ଼ିଓ ବଡ଼ ହେଇଯିବ, ଆପଣମାନେ ପୁଣି ଦେଖିବେନି। କହିଲା ଆପଣଙ୍କ ରୂପ ଭଲ, ଆପଣଙ୍କ ପିତୃପୁରୁଷ ଭଲ ରାଜୁତି କରୁଥିଲେ, ଆପଣ ଧର୍ମ ଭଳିଆ ପ୍ରଜାଙ୍କୁ ପାଳନ କରୁଛନ୍ତି, ପୁତ୍ରଠାରୁ ଅଧିକା ସ୍ନେହ କରୁଛନ୍ତି ପ୍ରଜାମାନଙ୍କୁ। ଏଇଭଳି ଜଗତରେ ଆପଣଙ୍କ ଭଳି କେହି ନାହାନ୍ତି। ମର୍ଯ୍ୟାଦା ପୁରୁଷ ରାମ କହିଲେ ହଉ ଯେତିକି ହେଲା ସେତିକି, କଥାଟା କ'ଣ କହ? କହିଲା ମୁଁ ବହୁତ କାଳରୁ ରହିଛି। ସେ ଗଛରେ ଘର କରିକି ମୁଁ ରହିଛି, କାଠ କୁଟା ଆଣି ଘର କରିକି ରହିଛି। ମୁଁ ଗଲାବେଳକୁ ମୋ ଘରକୁ ଏ ଉଲ୍କ ମୋତେ ମାରୁଛି। ସେ କହୁଛି ମୁଁ ଚିରକାଳ ଅଛି। ମୁଁ ନିଜ ଘରେ ମୋତେ, ହେ ପ୍ରଭୁ, ହେ ଦୟାମୟ, ମୁଁ ନିଜ ଘରେ ମୋତେ ଟିକେ ରଖେଇ ଦିଅନ୍ତୁ। ତାପରେ ବହୁତ ଯେତେ ପ୍ରକାର କହିବା କଥା ଗୁଧ୍ର ପକେଇ କହିସାରିଛି। ତାପରେ ଉଲ୍କ ଆରମ୍ଭ କଲା। ସେଇଭଳି କହିଲା, କାହିଁକିନା ଉଲ୍କ ସତ୍ୟ ଯୁଗରୁ ରହିଲାଣି ବସା କରିକି। ସବୁ ରାଜାଙ୍କ ନାଁ କହିଗଲା। ଯଜାତି ନହୁଷ ଯେତେ ରାଜା ହେଇଛନ୍ତି ସବୁ କହିଗଲା। ଆପଣ ଧର୍ମ ଅନୁସାରେ ରାଜ୍ୟ ପାଳନ କରନ୍ତି, ଶତ୍ରୁଙ୍କୁ
ଯମ ଭଳିଆ ଦେଖାଯାଆନ୍ତି। ଏମିତି ସବୁ ଆପଣ ଧନ ଦାନ କରିବାର ଧନେଶ୍ୱର। ଆଉ ଆପଣ ସମସ୍ତଙ୍କ ମନୁଷ୍ୟଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମଭାବ ଆପଣଙ୍କ ପାଖରେ ଅଛି। ସତ କହିଲା ଆପଣ ସବୁବେଳେ ଧର୍ମ ମାର୍ଗରେ ଚାଲନ୍ତି। ଆଉ ଗୋଟିଏ କଥା କହିଦେଲା, ସବୁଠୁ କହିଲା ପ୍ରଭୁ ବାଳକ ଆଉ ପତ୍ନୀ ଆଙ୍କର ବଳ ହେଲା, କାନ୍ଦିକି ସିଏ ସବୁ ଆଦାୟ କରିଦିଅନ୍ତି। ଗୋଟେ ଛୁଆଟେ କାନ୍ଦୁଛି, ଶ୍ରୋତାବନ୍ଧୁ, ଆପଣ କହିବେ କାହିଁ କାନ୍ଦୁଛୁ ରେ ବାବୁ? ବହୁତ ଜୋର ଲୁହ ପଡ଼ିକି କାନ୍ଦୁଛି, ଆପଣଙ୍କ ଧୈର୍ଯ୍ୟ ରହିବନି। କହିବେ ବାପା ମୋତେ ଅମକେଇ ଜିନିଷଟା ଆଣିକି ଦେବୁ। ଆପଣ ସାଙ୍ଗେ ସାଙ୍ଗେ ହଁ କହିବେ, ଦେଇ ନ ପାରନ୍ତୁ ବରଂ ହଁ କହିବେ। ସେଇଭଳି ପତ୍ନୀ ଆପଣ କୁଆଡ଼େ ଯାଇଥିବେ, ଆସିଲା ବେଳକୁ ପୁରା ଲୁହ ଗଡ଼ିକି କାନ୍ଦୁଛି। ଆରେ କ'ଣ ହେଲା କାହିଁ କାନ୍ଦୁଛୁ? ବହୁତ ସମୟ ସ୍ତ୍ରୀମାନେ ଟିକେ ବହୁତ ସମୟ ଗଲା ପରେ କହନ୍ତି, ଗଲା ପରେ ଏମିତି ଜିନିଷଟେ କହିବେ ଆପଣଙ୍କର ରୋଜଗାର ନଥିବ, ସମ୍ଭବ ଜିନିଷ, କିନ୍ତୁ ଆପଣଙ୍କର ରୋଜଗାର ନଥିବ, ତଥାପି ଆପଣ ହଁ ମାରିବ, ହଉ ଠିକ୍ ଅଛି ଦିଆଯିବ ଆଉ। ତେଣୁ ତାଙ୍କର ବଳ। କାହିଁକି ଉଲୁକ କହିଲା? କାହିଁକିନା ଟିକେ ବେଶୀ ଟେକିକି କହିଲା ଗୃଧ୍ର ପକ୍ଷୀ, ସେଇଥିପାଇଁ ଏ କଥାଟି ଉଲୁକ ପକ୍ଷୀ କହିଲା ପରେ ଆପଣ ତ ହର୍ତ୍ତାକର୍ତ୍ତା ଦୈବ ବିଧାତା, ଯାହା କରିବେ। ମୋ ଘରକୁ ଗୃଧ୍ର ତାର ବୋଲି କହୁଛି। ବହୁତ ଦିନ କାଳରୁ ସେଠି ଅଛି, ସତ୍ୟ ଯୁଗରୁ। କାଲି କୋଉଆଡ଼ୁ ଆସିଲା କେଜାଣି, ଆସିକି ମୋତେ ମୋ ଘର ପଛିକି ମୋତେ ମାରିକି କହୁଛି ତୁ ଏ ଘରୁ ଯା, ଏ ଘର ମୋର, ମୁଁ ବହୁତ ଦିନରୁ ଅଛି। ଆପଣ ଧର୍ମ ଅନୁସାରେ ମୋ ଘର ମୋତେ ଦିଅନ୍ତୁ। ଏ ଗୃଧ୍ର କଥା ଆପଣ ବିଚାର କରନ୍ତୁ। ମର୍ଯ୍ୟାଦା ପୁରୁଷ ରାମ ପାତ୍ର ମନ୍ତ୍ରୀକୁ ଡକେଇଲେ। ଗୋଟେ ଯେମିତି ଆମର କୋର୍ଟ ବିଚାର ହୁଏ, ସେଠି ପ୍ରଜାମାନେ ସଭାରେ ବସୁଛନ୍ତି, ଏକାନ୍ତ ସ୍ଥାନକୁ ଡକେଇଲେ, କହିଲେ ଏଇଠିକି ଆସ। ପାତ୍ର ମନ୍ତ୍ରୀମାନେ ଆଇଲେ, ଆସିକି ବସିଲେ, ଯାହା ଆସନ ବସିଲେ। ବସିଲା ପରେ ଆଗେ ମର୍ଯ୍ୟାଦା ପୁରୁଷ ରାମ ଜଣେ ଗୃଧ୍ର ଆଗେ କହିଥିଲା ଘର ମୋର, ତାକୁ କହିଲେ କେତେ ଦିନରୁ ତୁ ସେଠି ଘର କରିକି ଅଛୁ କହ? ମୋର ପ୍ରିୟ ଶ୍ରୋତା ବନ୍ଧୁ, କଥାରୁ ଆପଣମାନେ ଜାଣିଯିବେ। ବୁଝ କହିଲା, ଯେଉଁଠି ଦିନ ଠାରୁ ବ୍ରହ୍ମା ଜନ୍ମ ହେଲେଣି ମୁଁ ସେଇଦିନ ଠାରୁ ଅଛି। ହଉ, ତାପରେ ଉଲ୍କୁକୁ ଡାକିଲେ, ତୁ କୋଉଦିନ ଠାରୁ ସେଠି ଘର କରିକି ଅଛୁ କହ? କହିଲା ସିଏ ଆଉ ବ୍ରହ୍ମା ଜନ୍ମ କଥା କହିଲାନି, ସେ ସତ କହିଲା। ସେ କହିଲା ଯେତେବେଳେ ବ୍ରହ୍ମା ସର୍ଜନା କଲେ ବୃକ୍ଷ ଲତା ସର୍ଜନା କଲେ, ବୃକ୍ଷ ହେଲା ପରେ ମୁଁ ସେ ବୃକ୍ଷରେ ବାସ କରିକି ଅଛି। ଆଉ ଦୁଇ ଜଣ ଯାଙ୍କର କଥା ମର୍ଯ୍ୟାଦା ପୁରୁଷ ରାମ ଶୁଣିଲେ।
ଅନେଇଲେ, ପାତ୍ର ମନ୍ତ୍ରୀକୁ ଅନେଇଲେ, କହିଲେ ତମେ ଦୁଇ ଜଣଙ୍କ କଥା ଶୁଣିଲ, ସତ୍ୟ ଧର୍ମ ଅନୁସାରେ କିଏ ସତ କହୁଛି କୁହ। ସତ୍ୟ ଯଦି କପଟ ରଖିକି କହିବ ସେ ସତରେ ଯିବନି, ସଭାରେ ବି ମିଛ କହିବନି। ଆଉ ଯଦି ନୀରବ ରହିଲ ନର୍କରେ ପଡ଼ିବ। ଏସବୁ ରାଜସଭା କ'ଣ, ରାଜନୀତି କ'ଣ, ଏଥିରେ ସବୁ ନିୟମ। ବର୍ତ୍ତମାନ ସିନା ସଂସ୍ଥାବନ୍ଧ ପାଳନ କରୁନାହାନ୍ତି ଏସବୁ ନିୟମ। ତେଣୁ ସତର୍କ ହେଇ କୁହ କିଏ ଠିକ୍ କହୁଛି। ମନ୍ତ୍ରୀମାନେ କହିଲେ ଆମକୁ ଯାହା ଜଣାପଡ଼ୁଛି ଉଲ୍କର ଘର ଭଳିଆ ଜଣାପଡ଼ୁଛି। ଗୁଧ୍ର ମିଛ କହିଲା ଭଳିଆ ଆମକୁ ଏତିକି ଜଣାପଡ଼ୁଛି। ଆପଣ ତ ସ୍ୱୟଂ ନାରାୟଣ, ଆପଣ ବିଚାର କରିବେ ଆଉ। ଖସିଗଲେ। ମର୍ଯ୍ୟାଦା ପୁରୁଷ ରାମ କେତେ ଗୋଟେ ପ୍ରମାଣ ଦେବେ, ଖାଲି ତ କହିଦେଲେ ହେବନି। ବର୍ତ୍ତମାନ ସିନା ଓକିଲ କହିଦେବେ ଏଇ ଅମକେଇ ବହି ଅମକେଇ ପୃଷ୍ଠାରେ ଦେଖନ୍ତୁ ଏଇ ସାର୍କୁଲାର ବା ନିୟମ ଲେଖା ହେଇଛି। ମର୍ଯ୍ୟାଦା ପୁରୁଷ ରାମ କହିଲେ ବହୁତ ଦିନ ପୂର୍ବରୁ ପୁରାଣରେ ଲେଖା ହେଇଛି ଗୋଟେ କଥା, ଶୁଣ। ତାକୁ ଶୁଣିଲେ ତ ତୁମେ ବିଶ୍ୱାସ କରିବ। ଯେତେବେଳେ ପ୍ରଳୟ ହେଲା, ପ୍ରଳୟ ଜଳ ଚାରିଆଡ଼େ ଜଳ ଘଟିଛି, କେବଳ ନାରାୟଣ ରହିଲେ। ବିଶ୍ୱମୟ ସମୁଦ୍ର ଭିତରେ ପଶିକି ଶୟନ କଲେ। ତାପରେ ବ୍ରହ୍ମା ଜଡ଼ ଭାବରେ। ଶ୍ରୋତାବନ୍ଧୁ, ଇଏ ବହୁତ ପୁଣ୍ୟମୟ କଥା, ଧର୍ମମୟ କଥା। ଆପଣମାନେ ଟିକେ ଭଲ ଭାବରେ ମନ ଦେଇକି ଶୁଣିବେ। ପାଟି ବାଟେ ତାଙ୍କ ପେଟ ଭିତରେ ପ୍ରବେଶ କଲେ। ତାପରେ ନାଭି ପ୍ରଦେଶରୁ ବା ନାଭିରୁ ଜନ୍ମ ହେଲେ। ଖାଲି ଜନ୍ମ ହେଲେନି, ପଦ୍ମ ଫୁଲ ସହିତ, ସ୍ୱର୍ଣ୍ଣ ପଦ୍ମ, ସୁନାର ପଦ୍ମ ସହିତ ଜନ୍ମ ହେଲେ। 3 ଦିନ ପରେ ତାପରେ ଉପରକୁ ଉଠିଲେ। ସେ ପଦ୍ମ ଭିତରେ ବସିକି ପ୍ରଜାପତି ବ୍ରହ୍ମା ସୃଷ୍ଟି ସର୍ଜନା କରିବାକୁ ଚିନ୍ତା କଲେ। ସେହି ସମୟରେ ନାରାୟଣଙ୍କର କର୍ଣ୍ଣମୂଳର ମଳି ପଡ଼ିକି 2 ଜଣ ରାକ୍ଷସ ଜନ୍ମ ହେଲେ। ସେ ରାକ୍ଷସ 2 ଜଣଙ୍କ ନାଁ ହେଉଛି ମଧୁକୈଟବ। ଆଉ ତ କେହି ନାହାନ୍ତି। କହିଲେ ଏଇ ବ୍ରହ୍ମାଟାକୁ ମାରିକି ଖାଇଦେବା। ଗୋଡ଼ିଲେ ବ୍ରହ୍ମା ଭୟ କଲେ। 2 ଜଣ ବଡ଼ ବଡ଼ ରାକ୍ଷସ। କ'ଣ କରିବା, ଉପାୟ ନ ପାଇକି ନାରାୟଣଙ୍କୁ ଡାକିଲେ। ସେ ସମୟରେ ନାରାୟଣଙ୍କର ନିଦ୍ରା ଭାଙ୍ଗିଗଲା। ଆସିଲେ। ଯୁଗେ ଯୁଗେ ତ ସବୁବେଳେ ଯେକୌଣସି ଯୁଗରେ ହଉ ଈଶ୍ୱର ଜଣେ ହେଲେ ଅସୁର ଆହୁରି ଜଣେ 2 ଜଣ ଅଧିକା ହେଇଥିବେ। ଆପଣମାନେ ଶୁଣିଥିବେ। ଆସିଲେ।
ବହୁତ ବର୍ଷ ଯୁଦ୍ଧ ହେଲା ନାରାୟଣଙ୍କ ସହିତ। ତାଙ୍କର ତ ସୁଦର୍ଶନ ଚକ୍ର ଅଛି। ବହୁତ ବର୍ଷ ପରେ ଯେତେବେଳେ ନ ହେଲା, ସୁଦର୍ଶନ ଚକ୍ରରେ ତାକୁ ମାରିଦେଲେ। ସିଏ ନଷ୍ଟ ହେଇନି ଶ୍ରୋତା ବନ୍ଧୁ। ତାଙ୍କରି ରକ୍ତ ମାଂସରେ ବ୍ରହ୍ମା ଏ ବସୁନ୍ଧରୀକି ତିଆରି କଲେ। ତାକୁ ଏକତ୍ର କରି ସେ ତ ବିରାଟ ରାକ୍ଷସ ତିଆରି କଲେ। ପର୍ବତ ବୃକ୍ଷ ପ୍ରଥମେ ତିଆରି ହେଲା, ତାପରେ ଔଷଧି, ତାପରେ ଶସ୍ୟ ଜାତ ନ କଲେ ଯେତେବେଳେ ସୃଷ୍ଟି ସର୍ଜନ ହେବ ଖାଇକି ବଞ୍ଚିବ କେମିତି? ଆକୁ ସବୁ ଯେମିତି ମର୍ଦ୍ଦନ ଯେମିତି କଲେ, ସେଇଥିପାଇଁ ରକ୍ତ ମାଂସ ମର୍ଦ୍ଦନ କଲେ। ସେଇଥିପାଇଁ ବସୁନ୍ଧରାର ଅନ୍ୟ ନାମ ମେଦିନୀ। ମେଦିନୀ କଣ ପିଲା ବାସୁକି ଟଳିଲେ ଆପଣମାନେ ଗୀତ ଶୁଣିଥିବେ। ସେଇଥିପାଇଁ ମେଦିନୀ ବା ବସୁମତୀ। ମର୍ଯ୍ୟାଦା ପୁରୁଷ ରାମ କହୁଛନ୍ତି, ଏ ସମସ୍ତେ ଶୁଣୁଛନ୍ତି କି ସେଇଦିନ ଠାରୁ ଉଲ୍କ ବାସ କରିକି ଅଛି। ଇଏ ଗୁଧ୍ର ପକ୍ଷୀ ବଡ଼ ଠକ, ମିଛ କହିକି ପର ଘରକୁ ବର୍ତ୍ତମାନ ନେଇଥାନ୍ତା। ଆକୁ ନେଇକି ଦଣ୍ଡ ଦିଅ। ସେତେବେଳେ ତ କେହି ଲୋକ ନଥିଲେ, କିଛି ତିଆରି ହେଇନଥିଲେ। ତୁ ରହିଲୁ କେମିତି ସେ ଗଛରେ? ଗଛ ତ ତିଆରି ହେଇନଥିଲା। ବ୍ରହ୍ମା ଯେତେବେଳେ ଜନ୍ମ ହେଲା, ସେତେବେଳେ ଗଛ ବ୍ରହ୍ମା ନାଭିକମଳରୁ ଜନ୍ମ ହେଲେ, ପୁଣି 3 ଦିନ ଗଲା ଉଠିଲେ। ଉଠିକି ତାପରେ ବୃକ୍ଷ ପର୍ବତ ସବୁ ତିଆରି କଲେ। ଅସୁର ମରିବା ପରେ ମର୍ଯ୍ୟାଦା ପୁରୁଷ ଗୋଟେ ପ୍ରମାଣ ଦେଲେ, ଏଇଆ ଲେଖା ହେଇଛି, କାହାକୁ ଦଣ୍ଡ ଦିଅ। ପ୍ରିୟ ଶ୍ରୋତା ବନ୍ଧୁ, ସେତିକିବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ନାରାୟଣ ଆକାଶରୁ ଶୂନ୍ୟବାଣୀ ହେଲା, ହେ ରାମ, ସେ ଗୁଧ୍ର ପକ୍ଷୀର ଚରିତ୍ର ତୁମେ ଶୁଣ, ତାକୁ ଦଣ୍ଡ ଦିଅ ନା। ଏ ଗୁଧ୍ର ପକ୍ଷୀ ବହୁତ ଦିନ ପୂର୍ବରୁ ଜଣେ ରାଜା ଥିଲେ। ତାଙ୍କ ନାଁ ବ୍ରହ୍ମଦତ୍ତ ଥିଲା। ଭାରି ସତ୍ୟବାଦୀ, ଜିତେନ୍ଦ୍ରିୟ। ଦିନେ ତାଙ୍କ ପାଖରେ ଆସିକି ଗୌତମ ଋଷି ପହଞ୍ଚିଲେ। ପହଞ୍ଚି କହିଲେ, ରାଜା, ମୋତେ 100 ବର୍ଷ ଭୋଜନ ତୁମେ ଦେବ। ଏତେ ଦାନୀ ରାଜା। କହିଲେ, ହଉ ଠିକ୍ ଅଛି, ଦେବା। ରାଜା ସ୍ୱୀକାର କଲେ। ଯଥାବିଧି ଅନୁସାରେ ତାଙ୍କୁ ପୂଜା କଲେ, ଅନ୍ନ ଆଣିକି ଦେଲେ। ଦେଲା ପରେ ସେ ଅନ୍ନରେ ଦେଖିଲେ କେମିତି କ'ଣ ମାଂସ ଖଣ୍ଡେ ରହିଯାଇଛି। ଗୌତମ ମହର୍ଷି ବହୁତ କ୍ରୋଧ ହେଲେ। କ୍ରୋଧ ହେଇକି ଅଭିଶାପ ଦେଲେ, ତୁମେ ଆଜିଠାରୁ ଗୁଧ୍ର ପକ୍ଷୀ ହେଇକି ବୁଲ। କାହିଁକିନା ମାଂସ ଦେଇଦେଲ, ଇଏ ତ ଅଜଣାରେ ଦେଇଛନ୍ତି।
ये जानी ना केमिति कौन जितेबाला प्रिय श्रोता बंधु मर्यादा पुरुष राम कहते दैवलांत नान्य बल से रकम जो समय आसब सी आपन से समय आपन को टाणी नहीं जाव। धरला गौतम को पाद धरला दोष मु मानुची एटा दोषयुक्त कथा किंतु अज्ञान मत जना ना आर प्रतिकार मत कहतु। गौतम टिके दया परवश ही कहले मोठार शुण राजा तमें वर्तमान तो मुक्ति समय तुम हो पारनी बहुत दिन पर्यंत तुम गृध पक्षी हो सूर्य वंश दशरथ राजा घरे नारायण मनुष्य रूप में जन्म हे तांकरी हाथ तुम ठे बाजिले तुम मुक्ति हो। ये कथा कहले शून्य शब्द हो आकाश ये कथा मर्यादा पुरुष राम शुणुंट ताकू हे प्रभु हे गृध पक्षी की से राजा ताकू ता द्वारा हाथ देके ताकू उद्धार करंतु। मर्यादा पुरुष राम आप काल विलंब न करी बाँ हाथ पकईदेले जिमिति श्रोता बंधु बाँ हाथ पकई सभासद माने बसी मंत्री माने अच्छा किसी दूर प्रजा माने भी अच्छा आश्चर्य हेले देखिकी सांगे सांगे तार गुज्र पक्षी रूप कुआड़े गला ब्रह्मदत्त राजा जमी थिला सेमती होगला मर्यादा पुरुष राम को पाद तले पड़ला कहला से राजा आपण को जोगे मुक्ति पाइली। तापरे मर्यादा पुरुष राम कहले एबे आनंदरे निज गृह को जाओ ये उल्क ता घर जाकि रहू दी जन जाके मर्यादा पुरुष राम को पाद पद्म नमस्कार करी जे स्थान को गले। मोर प्रिय श्रोता बंधु आपण मैंने ये पुण्यमय कथा श्रवण करेंगे। आपण मैंने देखु गोटे पक्षीर आयुष केते सृष्टि जो सर्जना है तापर सत्ययुग आरंभ है सत्ययुगर बयस हूँ 17,28,000 वर्ष ये चलीगला। तापर त्रेता युग है 12,96,000 वर्ष से 12,96,000 वर्ष भोग हो गला। भगीरथ सहित जो सगर राजा होते ये 4 लाख वर्ष से जा सारा। दशरथ राजा 1,09,000 वर्ष बचिकी सी गले 5,09,000। तांक पूर्व से अयोध्या जड़े राजा रघुदेव थिले
ସିଏ 97,000 ବର୍ଷ ରାଜା ହେଇକି ରାଜୁତ କରିଥିଲେ। 6,06,000 ବର୍ଷ ସେତେବେଳକୁ ଗତ ହେଇଗଲାଣି। ମର୍ୟାଦା ପୁରୁଷ ରାମ ତ ଏଇ ଅଳ୍ପ ଦିନ ପରେ 14 ବର୍ଷରେ ବଣଙ୍କର ରହିକି ଏବେ ରାଜା ହେଇଛନ୍ତି। 6,06,000 ହେଇଗଲାଣି। ମର୍ୟାଦା ପୁରୁଷ ରାମ 1.5 ଲକ୍ଷ ବର୍ଷ ରାଜୁତ କରିବେ। ଗୋଟେ ପକ୍ଷୀର ଆୟୁଷ କେତେ? ସେତେବେଳେ ଅବଶ୍ୟ ଆୟୁଷ ଅଧିକା ଥିଲା ସମସ୍ତଙ୍କର, କିନ୍ତୁ ସମସ୍ତଙ୍କ ଅପେକ୍ଷା ଜଣେ ରାଜା ବହୁତ ଦିନ ରାଜୁତ କରିଥିଲେ। ହରିଚନ୍ଦନ ରାଜା 2,15,000 ବର୍ଷ ରାଜା ହେଇଥିଲେ। 12,96,000 ବର୍ଷରୁ ତାଙ୍କରି ଏକାଠିଆ 2,15,000 ବର୍ଷ ରାଜା ହେଇଥିଲେ। ଏତେ ବର୍ଷ ସେତେବେଳେ ମନୁଷ୍ୟମାନେ ବଞ୍ଚୁଥିଲେ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଇଏ ତ ଶାସ୍ତ୍ର କଥା, ଶାସ୍ତ୍ର ତ ଲେଖା ହେଇଛି। ତେଣୁ ପକ୍ଷୀଙ୍କର ଆୟୁଷ ଆପଣମାନଙ୍କର ଏତେ ଥିଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏଇଭଳି ଆପଣମାନେ ଦୟାକରି ଏ ପୁଣ୍ୟମୟ କଥା ଶୁଣୁଥାନ୍ତୁ। ସେ ଝଙ୍କଡ଼ବାସିନୀ ମା ଶାରଳା ଟିକେ ମୋତେ ଦୟା କରୁଥାନ୍ତୁ। ଆପଣମାନଙ୍କ ଦୟାରୁ ଟିକେ ପୁଣ୍ୟମୟ କଥା ଏ ତୁଣ୍ଡରୁ ଟିକେ ବାହାରୁ ଆପଣମାନେ ଶୁଣୁଥାନ୍ତୁ। ଏତିକି ଅନୁରୋଧ। ଆପଣମାନଙ୍କ ସହିତ ଯଦି ମୁଁ ଟିକେ ଯାଇପାରିନି, ସେତିକି ଲୋଭ, ଆଉ କିଛି ନାହିଁ। ସେଇ ଇଚ୍ଛା ମାଙ୍କର ଇଚ୍ଛା। ହରିଶ୍ଚନ୍ଦ୍ର ରାଜା ଯେତେବେଳେ ଗଲେ ସ୍ୱର୍ଗକୁ, ପୁଣ୍ୟବଳ ବହୁତ ହେଇଗଲା, ଡକରା ହେଲା। ରାଜା କହିଲେ ନା, ମୁଁ ଏକା ଯିବି, ହେଇପାରିବନି। କହିଲେ ଆଉ କ'ଣ ରାଜା କହୁଛନ୍ତି? କହିଲେ ମୋ ପ୍ରଜାମାନେ ଯଦି ଯିବେ ତାହେଲେ ମୁଁ ଯିବି। ଏକା ହରିଶ୍ଚନ୍ଦ୍ର ରାଜା ପ୍ରଜାମାନଙ୍କୁ ସାଙ୍ଗରେ ନେଇକି ସ୍ୱର୍ଗପୁରକୁ ଯାଇଥିଲେ। ଆଉ ଦ୍ୱିତୀୟ ରାଜା ନାହାନ୍ତି। ରାବଣ ତ୍ରେତା ଯୁଗରେ କହୁଥିଲା ସ୍ୱର୍ଗକୁ ସେଡ଼ି କରିକି, କହିଲା ପାପୀମାନେ ଯାଇପାରୁନାହାନ୍ତି ସ୍ୱର୍ଗପୁରକୁ, ସେଡ଼ିଟେ କରିଦେଲେ ଯାଇବି। ହଉ ଠିକ୍ ଅଛି, ଯୁଦ୍ଧ ସରୁ ଦେଖିବା। ଆହୁରି ବି କେତେ କଥା କହିଥିଲା, ରାବଣ ରଖିପାରିଲାନି। କହିଲା ଏ ନରକ କୁଣ୍ଡ ଗୁଡ଼ାକ ଯଦି ଉଠେଇଦେଲେ ଆଉ ତ ଲୋକମାନେ ନରକ ଭୋଗନ୍ତେନି, ଉଠେଇଦେବା, ଯୁଦ୍ଧ ସରୁ। ରାମକୁ ଯୁଦ୍ଧରେ ମାରିସାରେ, ତାପରେ ନରକ କୁଣ୍ଡ ଗୁଡ଼ା ପୋତିପାତି ଦେଲେ ଆଉ ନରକ କାହିଁକି ଭୋଗ କରିବେ? କେହି ଆଉ ନରକ ଭୋଗ କରିପାରିବେନି। ଆଉ ସ୍ୱର୍ଗକୁ ସେଡ଼ି କରିଦେଲେ ସମସ୍ତେ ସ୍ୱର୍ଗକୁ ଯିବେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକି ଥାଉ। ପୁଣି ଆପଣମାନଙ୍କ ଦୟା ହେଲେ ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିପାରିବେ। ଆପଣଙ୍କ ଦୟା ହେଲେ, ମା ଶାରଳାଙ୍କ ଦୟା ହେଲେ। ତେଣୁ ଆଜି ସେଇ ରାମ ନାରାୟଣ ଆପଣମାନଙ୍କୁ, ଆପଣମାନଙ୍କ ପରିବାର ବର୍ଗଙ୍କୁ, ଆପଣମାନଙ୍କ ପିଲାମାନଙ୍କୁ, ତା ସହିତ ଏ ଜଗତରେ ଯେତେ ଅଛନ୍ତି, ଯେତେ ଲୋକ ଅଛନ୍ତି, ସମସ୍ତଙ୍କୁ ସେଇ ରାମ ନାରାୟଣ ଉଦ୍ଧାର କରନ୍ତୁ। ଆଉ ମୋର ଗୁରୁ ଗୁରୁଜନ ଯେତେ ଅଛନ୍ତି ସମସ୍ତଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ଆଜି ବିଦାୟ ନେବା। ଟିକେ ପିଲାମାନଙ୍କୁ, ଶ୍ରୋତା ବନ୍ଧୁ ଆପଣମାନେ ଟିକେ ସଂସ୍କାର ଦିଅନ୍ତୁ। ପିଲାମାନେ ଯଦି ଆପଣଙ୍କୁ ଦଣ୍ଡବତ କରନ୍ତି ସକାଳୁ, ତାଙ୍କର ପିଲାମାନେ ସିଏ ଶିଖିବେ। ତାଙ୍କ ପିଲା ତାଙ୍କୁ ଦଣ୍ଡବତ କରିବେ, ତାଙ୍କ ପିଲା ତାଙ୍କୁ ଦଣ୍ଡବତ କରିବେ। ଆଉ ଟିକେ ତା ସହିତ ଅନ୍ୟ ଭଲ ସଂସ୍କାର ଶିଖାନ୍ତୁ। ପିଲାମାନେ ନିଶ୍ଚିତ ଭାବରେ ଭଲ ମଣିଷ ହେବେ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି
ଏ ସାରା ଜଗତକୁ ନମସ୍କାର କରି ଦଶ ଦିଗ ବାଳକୁ ନମସ୍କାର କରି ଚତୁଷ୍କୋଟି ଦେବତାଙ୍କୁ ନମସ୍କାର କରି ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।